नमस्कार मु ज्योत्स्ना मोर फैमिली मोटिवेशन चैनल को आपण मानक स्वागत करुच्ची। आज मु एमती दी जन विषय कहबी जहाँ विषय जानिला आपण मैंने बहुत किसी शिक्षा पाई पारे आ बहुत किसी जिनिस मोटिवेट होई पारिबे। से माने आउ केही नुहंती से माने होउछंती एई कलाहांडीर दुई जन दंपति जहाँ को आज आम जापर क्या द्वारा ना अर्गस पॉडकास्ट माध्यम अर्गस पॉडकास्ट को एतिक धन्यवाद देवी से एमती दुई जन को डाकी कि जो माने कि ए कली जुगर जीवंता ठाकुर रूप में जन्म नहीं आम जानिलु कि सब जुगरे भगवान कौ ना कौ रूप में धरापृष्ठ को ओह्लई आसी। आज आम जानिलु कि ए कली जुगर दुई जन भगवान ही ओह्लई आसी। जदि आपण माने गोटे भल दंपति होगा चाहूँगी ताहले एमानक ठारू किसी शिखंतु आ एमानक देखंतु। जदि गोटे माँ होगा चाहूँगी गोटे भल माँ उदाहरण देखा चाहूँगी ताहले एई माँ को ही देखंतु। जदि गोटे भल बापा होगा चाहूँगी ताहले ए बापा जन को देखंतु। से अर्गस पॉडकास्ट आछंती तांको विषय ही कहिसंती कि से जेतବେଳେ मैरिज करि नथिले ता पूर्वरु ही तांकर एही काम ही चलीथिला कि कोन करूथिले ना कि जो माने सब मैरिज पूर्वरु खराब काम करूछंती तापर गोटे पिला को जन्म देई आ समाज आगे तांकर परिचय सृष्टि करि पारनांती से पिलाटी को फोपाड़ी दउछंती। से बापा जन को कोन करूथिले जानछंती सेही पिला माननकु गोटे आनी निज मार बापार स्नेह ममता देई ताको बढ़ई कुढ़ई ताको मनीष करूछंती। केमिति देखंतु जेतेबेले तांको माँ बंचिथिले तांको माँ सहित से 7टी पिला को रखिथिले। तापर से गोटे जगह को अभिनय करिया ପାଇଁ ଯାଇଥିଲେ ସେଠାରେ ପୃଷ୍ଠ ବେଶ ହିଁ धारण କରିଥିଲେ। ସେହି ସମୟରେ ए माँ ଜଣଙ୍କ ସହିତ ତାଙ୍କର ଦେଖା ହୋଇଥିଲା ଆଉ ସେଇଠି ହିଁ ସେମାନେ ପ୍ରେମ ବିବାହ ହିଁ କରିଥିଲେ। ଯେତେବେଳେ ପ୍ରେମ ବିବାହ କରି ଯାଇଛନ୍ତି 12 ବର୍ଷର ଝିଅଟି 12 ବର୍ଷରେ ତାଙ୍କୁ ମ୍ୟାରେଜ କରି ମା ଡାକ ଶୁଣିଛନ୍ତି। ପ୍ରଥମେ ତାଙ୍କୁ ଅଡୁଆ ଲାଗୁଥିଲା କିନ୍ତୁ ସେ ସେଥିରେ ମ୍ୟାନେଜ କରିବା ପରେ ସେ ପିଲାମାନଙ୍କର ସ୍ନେହ ମମତାରେ ବାନ୍ଧି ହେଇଗଲା ପରେ ତାଙ୍କୁ ସବୁ କିଛି ମିଠା ହିଁ ଲାଗିଲା। ସେ ସେଠାରୁ ଚାଲିଯିବା ପାଇଁ ଚାହୁଁଥିଲେ ପୁଣି ମନକୁ ବୁଝେଇଲେ ସେଠି ମ୍ୟାନେଜ କରି ରହିଲା ପରେ ଦୁଇ ଜଣ ପରସ୍ପର ବହୁତ ଭଲ ଦମ୍ପତି ଆଜି ହେଇପାରିଛନ୍ତି। ଏ ସମାଜ ପାଇଁ ତ ସେମାନେ ଗୋଟିଏ ଭଲ ଦମ୍ପତିର ଉଦାହରଣ। ଏ ସମାଜ ପାଇଁ ସେ ଜଣେ ଭଲ ମାର ଉଦାହରଣ। ଏ ସମାଜ ପାଇଁ ସେ ଜଣେ ବାପାର ଭଲ ଉଦାହରଣ। ମୁଁ ତ ଏଠି ଧନ୍ୟବାଦ ଦେବି କି ଅର୍ଗସ ପଡକାଷ୍ଟକୁ ବହୁତ ବହୁତ ଧନ୍ୟବାଦ କି ସେମାନେ ଏମିତି ଦୁଇ ଜଣ ଦମ୍ପତିକୁ ଡାକିଛନ୍ତି ଯାହାଙ୍କୁ ଆଜି ପ୍ରକୃତରେ ସେମାନେ ମଣିଷ ନୁହନ୍ତି, ପ୍ରକୃତରେ ଏ କଳି ଯୁଗକୁ ଭଗବାନ ହିଁ ଓହ୍ଲେଇ ଆସିଛନ୍ତି। ମାନେ କଣ କରୁଛନ୍ତି ନା ଯେଉଁମାନେ ସବୁ ଖରାପ କାମ କରି ଛୁଆମାନଙ୍କୁ ଫିଙ୍ଗି ଦଉଛନ୍ତି, କୋଉମାନେ ସବୁ ଛୁଆକୁ ଜନ୍ମ କରି ଝିଅଟିଏ ଯଦି ହଉଛି ନେଇକି କୋଉଠି ଛାଡ଼ି ଦେଇକି ପଳେଇ ଆସୁଛନ୍ତି, ସେଇଭଳିଆ ଛୁଆମାନଙ୍କୁ ସେ ମାନେ ଖବର ରଖି ସେମାନଙ୍କୁ ଆଣି ପାଖରେ ରଖି ଯେତେବେଳେ ତାଙ୍କ ପାଖରେ ରହିବାକୁ ଗୋଟେ ଘର ବି ନଥିଲା ସେହି ସମୟରେ ମଧ୍ୟ ସେ ପିଲାମାନଙ୍କୁ ଆଣି 7ଟି ପିଲାଙ୍କୁ ଆଣିଥିଲେ ଆଉ ଆଣି ତାଙ୍କ ପାଖରେ କୌଣସି ବି ମାନେ ଶୋଇବାକୁ ଜାଗା ନଥିଲା, କାର୍ଟୁନ ବିଛେଇ ଦଉଥିଲେ, ସପ ବିଛେଇ ଦଉଥିଲେ, ଗଣ୍ଠା ପକେଇ ସେ ପିଲାମାନଙ୍କୁ ଶୋଇବାକୁ ଦଉଥିଲେ। ତାଙ୍କ ପାଖରେ ଖାଇବାକୁ ବି ନଥିଲା, ଯୋଉଠି ପେଜ ତୋରାଣୀକୁ ବୋତଲରେ ପୁରାଇ ସେମାନଙ୍କୁ ଖାଇବାକୁ ଦେଇ ସେ ବଞ୍ଚେଇଛନ୍ତି। ଦେଖନ୍ତୁ ସତରେ ତାଙ୍କ ହୃଦୟ କେତେ ମହାନ, ତାଙ୍କ ହୃଦୟ କେତେ ମହାନ, ତାଙ୍କ ଚିନ୍ତାଧାରା କେମିତିକା। ଯୋଉ ବାପା ମା ମାନେ, ଯୋଉ ମା ମାନେ ବିଶେଷ କରି ଜନ୍ମ ଦେଇ ପିଲାଟିକୁ ଛାଡ଼ି ଦଉଛନ୍ତି। ଏବେ ତ ଦେଖିଥିବେ 2ଟି ଝିଅ ବୋଲି ଗୋଟିଏ ଝିଅକୁ ରାସ୍ତା ମଝିରେ ମା ଛାଡ଼ି ଦେଇକି ଚାଲି ଯାଉଛି। ମ୍ୟାରେଜ ପୂର୍ବରୁ ଖରାପ କାମ କରୁଛନ୍ତି, ଗୋଟେ ସନ୍ତାନ ଜନ୍ମ ଦେଇ ଦଉଛନ୍ତି ଆଉ ସେ ସନ୍ତାନକୁ ଦୁନିଆ ଆଗରେ ପରିଚୟ ଦେଇ ପାରୁନାହାନ୍ତି, ସେ ଛୁଆଟିକି ନେଇ ଫିଙ୍ଗି ଦଉଛନ୍ତି। ସେଇଭଳିଆ ଭାଇ ଭଉଣୀ ମାନଙ୍କୁ ମୁଁ ବିଶେଷ କରି ଅନୁରୋଧ କରୁଛି ଏମିତି କାମ କରନ୍ତୁ ନାହିଁ କି ଗୋଟିଏ ଶିଶୁକୁ ହତ୍ୟା କରନ୍ତୁ ନାହିଁ। ସେମାନେ ପଡକାଷ୍ଟକୁ ଆସି କହିଛନ୍ତି କି ସେମାନେ ହେଉଛନ୍ତି 96 ଜଣ ପିଲାର ବାପା ମା। ସେ ହେଉଛନ୍ତି କଳିଯୁଗର ଯଶୋଦା। ଯଶୋଦା ତ ଜଣେ ଶ୍ରୀକୃଷ୍ଣଙ୍କୁ ପାଳିଥିଲେ, ଏ ଯଶୋଦା ତ କେତେ କେତେ ଶ୍ରୀକୃଷ୍ଣଙ୍କୁ ପାଳିଛନ୍ତି। ଆଉ ଇଏ ତ ଗୋଟିଏ ଯଶୋଦା ନୁହେଁ, ୟାଙ୍କ ଭିତରେ 100ଟି ଯଶୋଦା କହିଲେ ଚଳିବ ନାହିଁ। ବର୍ତ୍ତମାନ ସୁଦ୍ଧା ସେ ହେଉଛନ୍ତି 47ଟି ଝିଅକୁ ମ୍ୟାରେଜ କରିସାରିଲେଣି ଆଉ ତାଙ୍କର ବୋହୂ ହେଉଛନ୍ତି 19ଟି। ମୁଁ ସରକାରଙ୍କୁ ଏତିକି ଅନୁରୋଧ କରୁଛି କି ସରକାର ସେମାନଙ୍କୁ କିଛି ସାହାଯ୍ୟ କରନ୍ତୁ, ସେମାନେ ଯୋଉ କାର୍ଯ୍ୟ କରୁଛନ୍ତି ତାଙ୍କୁ ସାହାଯ୍ୟ କରନ୍ତୁ ଆଉ ଏଇ ଅନାଥ ପିଲାମାନଙ୍କୁ ଆଉ ଟିକେ ସାହାଯ୍ୟ କଲେ ବହୁତ ଭଲ ହୁଅନ୍ତା। ତାଙ୍କୁ ଯେତେବେଳେ ପଡକାଷ୍ଟରେ ପଚାରିଛନ୍ତି
ଆପଣଙ୍କ ପିଲାମାନେ କେମିତିକା, ସେମାନେ କେବେ ପରସ୍ପର ଭିତରେ କଳି ଲାଗନ୍ତି ନାହିଁ, ସେମାନେ କେହି କେବେ ଲାଗନ୍ତି ନାହିଁ ମୁଁ ମୋ ଡ୍ରେସ୍ ପିନ୍ଧିବି ସେ ତା ଡ୍ରେସ୍ ପିନ୍ଧିବି। ସେମାନେ ଏମିତି ସଂସ୍କାରରେ ସେମାନଙ୍କୁ ବଢ଼େଇଛନ୍ତି ନା, ତାଙ୍କ ଭିତରେ କିଛି ବି ମାନେ ବାଦ ବିଭେଦ ନାହିଁ। ତାଙ୍କ ନିଜର 2ଟି ପୁଅ 1ଟିଏ ଝିଅ, କିନ୍ତୁ ସେମାନଙ୍କ ସହିତ ଏମିତି ଚଳନ୍ତି, ସେମାନେ କେବେ ବି ଫିଲ୍ କରିନାହାନ୍ତି କି ଏମାନେ ଆମ ଭାଇ ଭଉଣୀ ନୁହନ୍ତି। ଆଉ ଗୋଟିଏ ଜିନିଷ କହିଛନ୍ତି, ଆଉ ଗୋଟିଏ ଜିନିଷ ସବୁଠାରୁ ଗୋଟେ ଭଲ ଶିକ୍ଷା ତାଙ୍କଠାରୁ ଶିଖନ୍ତୁ କି ତାଙ୍କର ଯେତିକି ବି ପୁଅ ମ୍ୟାରେଜ କରିଛନ୍ତି ଆଉ ଝିଅ ମ୍ୟାରେଜ କରିଛନ୍ତି, ସେମାନେ ପାଠ ପଢିଛନ୍ତି, ଚାକିରି କରିଛନ୍ତି। କିଛି ଝିଅ ତାଙ୍କର ଟିଚର ଅଛନ୍ତି, କିଛି ଝିଅ ତାଙ୍କର ଆଶା ଅଛନ୍ତି, ତାଙ୍କର ଜ୍ୱାଇଁ ଗୋଟେ କଲେକ୍ଟର ଅଛନ୍ତି। ଏମିତି ବହୁତ ସେମାନେ ଶିକ୍ଷିତ କରିଛନ୍ତି, ଏମିତି ସଂସ୍କାର ଦେଇଛନ୍ତି କି ତାଙ୍କର ଯେତେ ବି ଝିଅ ପୁଅ ମ୍ୟାରେଜ କରିଛନ୍ତି ସେମାନେ ସମସ୍ତେ ଆରେଞ୍ଜ ହିଁ ମ୍ୟାରେଜ କରିଛନ୍ତି ଆଉ ତାଙ୍କ ବାପା ମା ହିଁ ଦେଖିକି ମ୍ୟାରେଜ କରାଇଛନ୍ତି। ତାଙ୍କୁ ପଡକାଷ୍ଟରେ ପଚରା ହେଇଛି କି ଆପଣଙ୍କ ଝିଅ ପୁଅ ମାନେ ଆଜିକାଲି ଜମାନାରେ ଯେମିତି ନିଜେ ପସନ୍ଦ କରି ଆସି କହୁଛନ୍ତି କି ମୁଁ ତାକୁ ପସନ୍ଦ କରୁଛି, ତାକୁ ମ୍ୟାରେଜ କରିବାକୁ ଚାହୁଁଛି, ଏମିତି କେବେ ହେଇନାହିଁ। ସେଠି ସେ ମା ଜଣକ କହିଛନ୍ତି ଆଜି ପର୍ଯ୍ୟନ୍ତ ସେମିତି କେବେ ବି ହେଇନାହିଁ। ଆଉ ସେଠି ପଚାରିଛନ୍ତି ଆପଣ କାହିଁକି ଆଜିକା ଡେଟ୍ରେ ସେମାନଙ୍କୁ ଏତିକି ସ୍ୱାଧୀନତା ଦଉନାହାନ୍ତି କି ନିଜ ପସନ୍ଦରେ ବାଛନ୍ତୁ ବୋଲିକି। ସେ ମା ଜଣକ କହିଛନ୍ତି, ବହୁତ ଭଲ ଅଂଶ ରଖିଛନ୍ତି। ସେ ମାଙ୍କୁ ବହୁତ ବହୁତ ଧନ୍ୟବାଦ। ମା କହିଲେ କି ସେମାନେ ହେଉଛନ୍ତି ଅନାଥ ଅଲୋଡା, ସେମାନଙ୍କୁ କିଏ ଜନ୍ମ ଦେଇ କୋଉଠି ଫିଙ୍ଗି ଦେଇଥିଲେ, ଆମେ ତାକୁ ଆଣି ସମ୍ଭାଳିଛୁ। ଯଦି ସେ ଏମିତି ଗୋଟେ ଆଜିକାଲି ଯୁଗ ଯେମିତି ହେଲାଣି, ପୁଅମାନେ ଯେମିତି ମ୍ୟାରେଜ କରୁଛନ୍ତି, ସମ୍ପର୍କ ରଖି ଛାଡି ଦଉଛନ୍ତି, ଯଦି ସେମିତି ହେଲା ତାହେଲେ ସେ ଛୁଆଟି କେତେ କଷ୍ଟ ପାଇବ। ସେ କାହାର ବି ହେଇପାରିବ ନାହିଁ। ସେ ନା ତା ବାପା ମା କିଏ ଜାଣିଛି, ନା ସେ ଯାହାକୁ ମ୍ୟାରେଜ କରିବ ତା ପାଖରେ ବି ଦିନ ଖୁସିରେ କାଟି ପାରିବ। ସେଥିପାଇଁ ଆମେ ଏସବୁ ଜିନିଷକୁ ସ୍ୱାଧୀନତା ଦେଇନାହୁଁ। ଆଉ ଆମେ ନିଜେ ଦେଖୁଛୁ, ବୁଝୁଛୁ, ଜାଣୁଛୁ, ତାପରେ ଆମେ ମ୍ୟାରେଜ କରିବାକୁ ଦଉଛୁ। ଏଇଟା ଗୋଟେ ବହୁତ ବଢିଆ ଜିନିଷ। ଏମିତି ତ ନିଜ ବାପା ମା ମାନେ ବି ନିଜ ପିଲାମାନଙ୍କୁ ଏମିତି ସଂସ୍କାର ଦେଇ ପାରୁନାହାନ୍ତି। ଯଦି ନିଜ ବାପା ମା ମାନେ ଏମିତି ସଂସ୍କାର ଦେଇ ପାରୁଥାନ୍ତେ ପିଲାମାନଙ୍କୁ, ତାହେଲେ କାହା ଝିଅ ଯାଇ କୋଉ ହୋଟେଲରେ ରୁହନ୍ତା ନାହିଁ ତ, କିଏ କୋଉଠି ଯାଇକି ବଦନାମ ହଉଛନ୍ତି, କିଏ କୋଉଠି ବ୍ଲେମ ହେଲାଣି ତ, ଆଜି କିଏ କୋଉଠି କଣ ହେଲାଣି, କିଏ କୁଆଡେ ଗଲାଣି, ଠିକ ନାହିଁ। କଳି ଯୁଗରେ ଯଦି ଆପଣ ମାନେ କିଛି ଶିଖିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ବାପା ମାଙ୍କ ଠାରୁ ଶିଖନ୍ତୁ। ଯଦି ଜଣେ ଭଲ ମା ହେବା ପାଇଁ ଚାହୁଁଛନ୍ତି ତ ଏଇ ମାଙ୍କ ଠାରୁ କିଛି ଶିଖନ୍ତୁ। ଏ କଳି ଯୁଗରେ ମଧ୍ୟ ସେ ନିଜକୁ ଏମିତି ପ୍ରମାଣ କରି ଦେଖେଇଛନ୍ତି କି ଏ କଳି ଯୁଗରେ ବି ମଧ୍ୟ ସେ ଯଶୋଦା ରୂପରେ ନିଜକୁ ପରିଚୟ ସୃଷ୍ଟି କରିପାରିଛନ୍ତି। ଏ କଳି ଯୁଗରେ ମଧ୍ୟ କିଛି ଭଲ ଲୋକ ଅଛନ୍ତି। ଆଜ୍ଞା ସମାଜରେ ଯେତେ ପାପର ଭାର ବଢୁନା କାହିଁକି, ଯେତେ ଖରାପ ଲୋକ ଥାଆନ୍ତୁ ନା କାହିଁକି, କିଛି ଭଲ ଲୋକ ଅଛନ୍ତି ବୋଲି ତ ଆଜ୍ଞା ସଂସାର ହିଁ ଚାଲିଛି। ପ୍ରକୃତରେ ଏମାନଙ୍କୁ ମଣିଷର ଆଖ୍ୟା ଦିଆଯିବ ନାହିଁ। ପ୍ରକୃତରେ ଏମାନେ ତ କୌଣସି ଦେବାଦେବୀଙ୍କ ଠାରୁ ବି କମ ନୁହନ୍ତି। ପ୍ରକୃତରେ ଏମାନେ ହେଉଛନ୍ତି ଭଗବାନ ସଦୃଶ ମଣିଷ। ମୋର ତ ଏତିକି ସୌଭାଗ୍ୟ ନାହିଁ କି ସେ ବାପା ମାଙ୍କୁ ମୁଁ ନିଜ ଆଖିରେ ଦେଖିଲା ଭଳିଆ। ମୁଁ ସେମାନଙ୍କୁ ଏଇଠୁ ଯାଇକି ଏତିକି ପ୍ରଣାମ କରୁଛି କି ସେମାନଙ୍କୁ ଭଗବାନ ବହୁତ ଖୁସିରେ ରଖନ୍ତୁ, ତାଙ୍କ ଓଠରେ ସବୁବେଳେ ଏମିତି ହସ ଦେଖାଉଥାନ୍ତୁ। ଯୋଉ ଭଲ ପ୍ରେରକ ଗୋଟେ ସାଜିଛନ୍ତି, ଏ ସମାଜ ପାଇଁ ଯୋଉ ଭଲ କାମ କରିଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଭିଡିଓ ମାଧ୍ୟମରେ ମୋର ଗୋଟିଏ ରିକ୍ୱେଷ୍ଟ କି ଯେଉଁମାନେ ସବୁ ପିଲାଙ୍କୁ ଜନ୍ମ ଦେଇ ସେମାନଙ୍କୁ ସମାଜରେ ଲାଳନ ପାଳନ କରିବାର କ୍ଷମତା ନାହିଁ, ଏମିତି ଜନ୍ମ ଦେଇ କୋଉଠି ଫୋପାଡ଼ି ଦିଅନ୍ତୁ ନାହିଁ। ଏମାନଙ୍କ ଠାରୁ କିଛି ଶିଖନ୍ତୁ, ଏମାନଙ୍କ ଠାରୁ ନିହାତି ଭାବରେ କିଛି ଶିଖନ୍ତୁ ଆଉ ମୋଟିଭେଟ ହୁଅନ୍ତୁ। ଆଉ ଯଦି ଜଣେ ଭଲ ମା ହେବା ପାଇଁ ଚାହୁଁଛନ୍ତି, ତାହେଲେ ନିହାତି ଭାବରେ ଏଇ ମାଙ୍କ ଠାରୁ ହିଁ କିଛି ଶିକ୍ଷା ଲାଭ କରନ୍ତୁ। ଆଉ ଯଦି ଜଣେ ଭଲ ଦମ୍ପତି ହେବା ପାଇଁ ଚାହୁଁଛନ୍ତି, ତାହେଲେ ଏମାନଙ୍କ ଠାରୁ କିଛି ଶିଖନ୍ତୁ। ଦେଖନ୍ତୁ, ଯୋଉମାନେ ପାଠ ପଢିକି ବି ଆଜି ଅପାଠୁଆ ଭଳିଆ କାମ କରୁଛନ୍ତି, ପାଠ ପଢିକି ବି ସେମାନେ ନିଜ ଛୁଆର ଯତ୍ନ ନେଇ ପାରୁନାହାନ୍ତି। ଜାଣିଛନ୍ତି, ସେ ଦମ୍ପତି 2 ଜଣ କେହି ବି ପାଠ ପଢି ନାହାନ୍ତି। ସେ ବାପା ଜଣକ କହୁଛନ୍ତି ସେ ଦସ୍ତଖତ ହିଁ ମାରି ଶିଖିନାହାନ୍ତି, ସେ ଟିପ ଦଉଛନ୍ତି। ତଥାପି ତାଙ୍କ ଚିନ୍ତାଧାରା କେମିତି, ତାଙ୍କ ମାନବିକତା କେମିତି। ଆଜ୍ଞା ଧନ ସମ୍ପତ୍ତି ଯେତେ ବି ଥାଉ ନା କାହିଁକି, ନିଜ ପାଖରେ ଯଦି ମାନବିକତା ନାହିଁ, ତାହେଲେ ସେ ସବୁ ଥାଇ କିଛି ବି ମୂଲ୍ୟ ନାହିଁ। ତେଣୁକରି ଯେତେ ବି ଆପଣଙ୍କ ପାଖରେ ଧନ ସମ୍ପତ୍ତି ଥାଉ ନା କାହିଁକି, ଆପଣ ଯେତେ ପାଠ ପଢନ୍ତୁ ନା କାହିଁକି, ନିଜର ମାନବିକତାକୁ ହରାନ୍ତୁ ନାହିଁ। ନିଜ ଭିତରେ କିଛି ମାନବିକତା ରଖନ୍ତୁ। ଆଉ ମଣିଷଙ୍କ ପ୍ରତି, ପିଲାମାନଙ୍କ ପ୍ରତି ଭଲ ପାଇବା, ସ୍ନେହ, ମମତା ହିଁ ଅଜାଡ଼ି ଦିଅନ୍ତୁ। ଭଗବାନଙ୍କ ରୂପରେ ଓହ୍ଲେଇ ଆସିଥିବା ଏ ବାପା ମା 2 ଜଣଙ୍କୁ ମୋ ତରଫରୁ ବହୁତ ବହୁତ ପ୍ରଣାମ। ଆଜି ପାଇଁ ଏତିକି ରଖୁଛି। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ମତେ ବିଦାୟ ଦିଅନ୍ତୁ। ଯଦି ମୋ ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ବିଲକୁଲ ବି ଭୁଲିବେ ନାହିଁ। ମୋର ପ୍ରତ୍ୟେକଟି ଭିଡିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।